ଆଜି ବହୁତ ଦିନ ପରେ ଚିକେନ କରୀର ଗୋଟେ ଅର୍ଡ଼ର ଆସିଥିଲା। ଆସୁନଥିଲା ଅର୍ଡ଼ର ତ ଏମିତି କିଛି ନାହିଁ, ମାନେ ମୁଁ ଅର୍ଡ଼ର ରଖୁନଥିଲି ଚିକେନ କରୀର। କିନ୍ତୁ ହଁ, ଘରେ ମୋର ପିଲାମାନେ ଚିକେନ ହିଁ ତାଙ୍କୁ ପସନ୍ଦ। ଆଉ ବହୁତ ଦିନ ପରେ ଏଇଟା ମୁଁ ଚିକେନ କରି ପ୍ରିପାରେସନ୍ କରୁଛି। ମେ ବି ପାଖାପାଖି 8 months ହେଇଯିବଣି, 8 ମାସ 9 ମାସ ପରେ ମୁଁ ଏଠି ଚିକେନ କରୀର ପ୍ରିପାରେସନ୍ କରୁଛି। ଆଉ ଚିକେନ କରୀରେ ସ୍ପେଶିଆଲ ଇନଷ୍ଟ୍ରକ୍ସନ୍ ଥିଲା କି ସେଥିରେ ଆଳୁ ପଡ଼ିବ ବୋଲି। ଆଳୁକୁ ନେଇକି ଗୋଟେ ଭଲ ଇଣ୍ଟରେଷ୍ଟିଂ କାହାଣୀ ମୁଁ ଆପଣଙ୍କୁ ଶୁଣାଉଛି। ଏପଟେ ନର୍ଥ ଇଣ୍ଡିଆରେ ଲୋକ କୌଣସି ବି ତରକାରୀରେ ଏମିତି ଆଳୁ ପକାନ୍ତିନି। ଏହା ତ ଆଳୁକୁ ଅଲଗା ରାନ୍ଧିବେ, ବହୁତ କମ୍ ତରକାରୀ ଯେଉଁଥିରେ ଆଳୁ ପକାନ୍ତି। ଆଉ ନନଭେଜରେ ତ ବିଲକୁଲ ବି ପସନ୍ଦ କରନ୍ତିନି। ଥରେ ଜଣେ ଏଠି ଅର୍ଡ଼ର କରିଥିଲେ, ପାଖାପାଖି ମୋ ପାଖରେ 5 ପ୍ଲେଟ୍ ସେଦିନ ଅର୍ଡ଼ର ଥିଲା ଚିକେନର। ତ ଅଲଗା ଅଲଗା ବନେଇବା ତ ପସିବୁଲ ନଥିଲା। ମୁଁ କ'ଣ କଲି ନା, ଗୋଟେ ଥିଲା କମ୍ପଲସରି ଆଳୁ ପଡ଼ିବ। ଓଡ଼ିଆ ଲୋକଙ୍କର ଥିଲା ତାଙ୍କର 2 ପ୍ଲେଟ୍ ଥିଲା। ଆଉ ଜଣଙ୍କର ଓଡ଼ିଆ ଲୋକ 1 ପ୍ଲେଟ୍ ଥିଲା 3 ପ୍ଲେଟ୍। ଆଉ ବାକି ଯିଏ ଆଳୁ ଖାଇବେନି ତାଙ୍କର ଥିଲା 2 ପ୍ଲେଟ୍। ଏମିତି ହେଇକି 5 ପ୍ଲେଟ୍ ଅର୍ଡ଼ର ଥିଲା। ତ ମୁଁ କହିଲି ଆଳୁଟା ମୁଁ ପକେଇ ଦେଉଛି, ଆଉ ତାଙ୍କୁ ଯେତେବେଳେ ଦେବି ସେତେବେଳେ କାଢ଼ିକି ଦେଇଦେବି କେବଳ ଚିକେନ। କିନ୍ତୁ ସେ ଜାଣିଦେଲେ, ସେ କହିଲେ ଭାବି ସେଥିରେ ଆଳୁ ପଡ଼ିଥିଲା। ସେ ଥିଲେ ଆମ ସୋସାଇଟିର, ଆଉ ଆଳୁ ପକେଇଥିଲେ କି ଆଳୁର ସ୍ମେଲ୍ ଆସୁଥିଲା। ମୁଁ କହିଲି ବାପରେ। ତା ପରଠୁ ଯଦି ତାଙ୍କର ଆଳୁ ସାଙ୍ଗରେ ଅର୍ଡ଼ର ଆସେ, ତେବେ ମୁଁ ତାଙ୍କର ମସଲାଟା ତ ଏକାଠି ବନେଇ ଦିଏ, କିନ୍ତୁ ତାଙ୍କର ଚିକେନଟା ଅଲଗା କୁକ୍ କରେ ଆଉ ଆଳୁ ବାଲାଟା ଅଲଗା କୁକ୍ କରେ।